ବଡ଼ ଜଙ୍ଗଲରେ ଗୋଟିଏ ଶିକାରୀ ଚିଲ ଶିକାର କରିବା ପାଇଁ ଉଡ଼ିକି ଯାଉଥାଏ। ଆରେ ଏହି ଜଙ୍ଗଲରେ ସବୁ ପକ୍ଷୀ ମରିଯାଇଛନ୍ତି ନା କ'ଣ? କାହାର ଦେଖା ନାହିଁ। ଏମିତି କହି ଆଗକୁ ଉଡ଼ି ଚାଲିଯାଏ। ଏପଟେ ମେନା ଚଢ଼େଇ ତାର ପୁଅ ସହିତ ତାଙ୍କ ବସାରେ ବସିଥାନ୍ତି। ମେନା ଚଢ଼େଇ ଖାଦ୍ୟ ଆଣି ଯିବା ପାଇଁ ବାହାରେ। ପୁଅ, ତୁ ଘରେ ଥିବୁ, ବାହାରକୁ କୁଆଡ଼େ ଯିବୁ ନାହିଁ। ବାହାରେ ବହୁତ ଶିକାରୀ ପକ୍ଷୀମାନେ ବୁଲୁଛନ୍ତି। ମୁଁ ଖାଦ୍ୟ ଧରିକି ଆସିଲେ ଆମେ ସାଙ୍ଗ ହୋଇକି ଖାଦ୍ୟ ଖାଇବା ଆଉ ସାଙ୍ଗ ହୋଇକି ବୁଲିବାକୁ ଯିବା। ମା, ତମେ କେମିତି ବାହାରକୁ ଖାଦ୍ୟ ପାଇଁ ଯିବ? ଯଦି ଶିକାରୀ ପକ୍ଷୀ ତମକୁ ମାରିଦେବ ତାହେଲେ ମୁଁ କ'ଣ କରିବି? ଆରେ ପୁଅ, ତୁ ଜମାରୁ ଚିନ୍ତା କର ନାହିଁ। ମୁଁ ଶିକାରୀ ପକ୍ଷୀମାନଙ୍କୁ ଚକମା ଦେଇ ଚାଲି ଆସିବା ଜାଣିଛି। ତୁ ଥା, ମୁଁ ଯାଉଛି, କିଛି ଖାଦ୍ୟ ଧରିକି ଆସିବି। ଏମିତି କହି ମେନା ଚଢ଼େଇ ବାହାରକୁ ଯିବା ପାଇଁ ବାହାରୁଥାଏ। ହଠାତ୍ ଗୋଟିଏ ଶିକାରୀ ଚିଲ ଗୋଟିଏ ଗୁଣ୍ଡୁଚିକୁ ଆଣି ମେନା ଚଢ଼େଇର ବସା ପାଖରେ ଥିବା ଗୋଟିଏ ଗଛରେ ବସି ଖାଇଲା। ମେନା ଚଢ଼େଇ ଆଉ ତାର ପୁଅ ଝରକା ପଟେ ଦେଖୁଥାନ୍ତି। ମା, ମତେ ବହୁତ ଡର ଲାଗୁଛି। ମେନା ଚଢ଼େଇ କୁହେ, ଆରେ ପୁଅ, ତୁ ପାଟି କର ନାହିଁ, ନହେଲେ ଚିଲ ଶୁଣିଦେବ ଆଉ ଏଠାକୁ ଆସି ଆମକୁ ଖାଇବ। ମା ପୁଅ ପାଟି ନ କରିକି ଚୁପଚାପ ଘର ଭିତରେ ରହି ଦେଖନ୍ତି। ଚିଲ କିଛି ସମୟ ପରେ ଗୁଣ୍ଡୁଚିକୁ ଖାଇ ସେଠାରୁ ଚାଲିଯାଏ। ମେନା ଚଢ଼େଇ ବାହାରକୁ ଖାଦ୍ୟ ପାଇଁ ଗଲାବେଳେ ତାର ପୁଅ କୁହେ, ମା, ତମେ ଖାଦ୍ୟ ପାଇଁ ଯାଅ ନାହିଁ, ବାହାରେ ଶିକାରୀ ପକ୍ଷୀମାନେ ଅଛନ୍ତି। ମେନା ଚଢ଼େଇ କୁହେ, ଆରେ ପୁଅ, ମୁଁ ଖାଦ୍ୟ ନ ଆଣିଲେ ଆମେ କ'ଣ ଖାଇବା? ତୁ ଚିନ୍ତା କରନି, ମୁଁ ଏଇ ଗଲି ଆଉ ଏଇ ଖାଦ୍ୟ ଧରି ଚାଲି ଆସିଲି। ତୁ ବାହାରକୁ ଯିବୁ ନାହିଁ। ଏମିତି କହି ମେନା ଚଢ଼େଇ ଖାଦ୍ୟ ପାଇଁ ଜଙ୍ଗଲକୁ ଚାଲିଯାଏ। ଏପଟେ ଚିଲ ମଧ୍ୟ ଯାଉଥାଏ। ଚିଲ ମନେ ମନେ ଭାବେ, ଆରେ ଏହି ଗୁଣ୍ଡୁଚିକୁ ଖାଇ ମୋର ପେଟ ପୂରିଲା ନାହିଁ। ଆଉ କିଛି ଯଦି ଖାଦ୍ୟ ମିଳନ୍ତା ତାହେଲେ ଭଲ ମଜା ଲାଗନ୍ତା। ହଠାତ୍ ଚିଲର ମନେ ପଡ଼ିଲା, ଆରେ ମୁଁ ତ ଗୁଣ୍ଡୁଚିକୁ ଯେଉଁ ଗଛରେ ବସି ଖାଉଥିଲି ସେହି ଗଛ ପାଖରେ ଗୋଟିଏ ପକ୍ଷୀ ବସା ଥିଲା। ଆରେ ହଁ, ମୋର ମନେ ଅଛି, ସେଠି ଗୋଟିଏ ପକ୍ଷୀ ବସା ଥିଲା। ସେଠି ପକ୍ଷୀ ବସା ଥିଲା ମାନେ ସେଠି ନିଶ୍ଚୟ କେହି ପକ୍ଷୀ ରହୁଥିବେ। ମୁଁ ଯାଏ ସେହି ବସା ପାଖକୁ। ଏମିତି କହି ଚିଲ ସେହି ବସା ଆଡ଼କୁ ଚାଲିଯାଏ। ମେନା ଚଢ଼େଇର ପୁଅ ସେହି ବସାରେ ଥାଏ ଆଉ ଝରକାରେ ବସି ତାର ମାକୁ ଚାହିଁଥାଏ। ହଠାତ୍ ଚିଲ ତାଙ୍କ ବସା ଆଡ଼କୁ ଆସିବାର ଦେଖେ। ଆରେ ବାପରେ, ଚିଲ ଆମ ଘର ଆଡ଼କୁ ମାଡ଼ି ଆସୁଛି। ଏବେ ତ ମୋର ମା ମଧ୍ୟ ଆମ ଘରେ ନାହାନ୍ତି। ଯଦି ଚିଲ ଆମ ଘରକୁ ଆସେ ତାହେଲେ ମୁଁ
ପଛ କବାଟ ଖୋଲି ଏଠାରୁ ଚାଲିଯିବି। ଚିଲ ତାଙ୍କ ଘର ଆଗକୁ ଆସେ। ଆରେ ଏଠାରେ ପକ୍ଷୀ ବସା ଅଛି, ଏଠାରେ ନିଶ୍ଚୟ ପକ୍ଷୀ ରହୁଛନ୍ତି। ଏମିତି କହି ଚିଲ ମେନା ଚଢ଼େଇ ଘରକୁ ଚାଲିଯାଏ। ଆଉ ବାଟ ଦେଇକି ମେନା ଚଢ଼େଇକୁ ଅପେକ୍ଷା କରେ। ମୁଁ ତାରି ଘରେ ଲୁଚିକି ବସିଥିବି, ଆଉ ପକ୍ଷୀଟି ଆସିବା ମାତ୍ରେ ମୁଁ ତାକୁ ଖାଇଦେବି। ଏମିତି କହି ତାର ଝରକାରେ ଦେଖୁଥାଏ। ମେନା ଚଢ଼େଇର ପୁଅ ପଛ କବାଟ ଖୋଲି ଚାଲିଯାଏ। ଚିଲ ତାକୁ ଦେଖିଦିଏ। ଆରେ ତା ମାନେ ଏଠାରେ ଗୋଟିଏ ପକ୍ଷୀ ଥିଲା, ଆଉ ସିଏ ମତେ ଦେଖି ସାରିଥିଲା। ଏହି ଘରର ପଛପଟେ ସେ ଚାଲିଗଲା। ମୁଁ ଯାଉଛି ତାର ପିଛା କରିବି। ଏମିତି କହି ଚିଲ ତାର ପିଛା କଲା, ହେଲେ ମେନା ଚଢ଼େଇର ପୁଅକୁ ପାଇଲା ନାହିଁ। ମେନା ଚଢ଼େଇ ଖାଦ୍ୟ ଧରି ତାର ଘରକୁ ଫେରୁଥାଏ। ବାଟରେ ପାଣି ପାଣି ବୋଲି ଜଣେ ଚିତ୍କାର କରୁଥାଏ। ମେନା ଚଢ଼େଇ ଏପଟ ସେପଟ ଦେଖୁଥାଏ, କିଏ ପାଣି ମାଗୁଛି ବୋଲି। ମେନା ଚଢ଼େଇ ଯାଇ ଗୋଟିଏ ଗଛ ଉପରେ ବସେ। ଆରେ ଏହି ପଟୁ ତ ପାଣି ଦିଅ ବୋଲି ଶୁଭାଯାଉଛି। ତାହାପରେ ଗଛଟି କୁହେ, ଆରେ ଭାଇ ପକ୍ଷୀ, ମୁଁ ଗଛ, ମୁଁ ପାଣି ଦିଅ ବୋଲି କହୁଥିଲି। ମୁଁ ଶୁଖି ସାରିଲିଣି, ମତେ ଟିକିଏ ପାଣି ଦେଲେ ମୁଁ ପୁଣି ଫଳ ଫୁଲ ଦେବି। ତାହାପରେ ମେନା ଚଢ଼େଇ ନଦୀକୁ ଯାଇ କିଛି ପାଣି ଆଣି ସେହି ଗଛକୁ ଦିଏ, ଆଉ ସେଠାରୁ ଚାଲିଯାଏ। ଯାଇ ତାର ଘରେ ଦେଖିଲା ବେଳକୁ ତାର ଘରେ ତାର ପୁଅ ନାହିଁ। ଆରେ ମୋର ପୁଅ କୁଆଡ଼େ ଗଲା? ମେନା ଚଢ଼େଇ ସେଠାରୁ ଚାଲିଯାଏ ତାର ପୁଅକୁ ଖୋଜିବା ପାଇଁ। ମେନା ଚଢ଼େଇର ପୁଅ ଯାଇ ବୁଲବୁଲି ମାଉସୀ ଘରେ ଲୁଚିକି ଥାଏ। ମେନା ଚଢ଼େଇ ସେହି ବାଟ ଦେଇ ଗଲାବେଳେ ବୁଲବୁଲି ମାଉସୀ ମେନା ଚଢ଼େଇକୁ ଡାକେ। ମେନା ଚଢ଼େଇ ବୁଲବୁଲି ମାଉସୀ ପାଖକୁ ଯାଏ, ଆଉ ତାର ପୁଅ ସେଠାରେ ଥିବା ଦେଖି ତାର ପୁଅ ମେନା ଚଢ଼େଇକୁ ସବୁ କଥା କୁହେ, କେମିତି ଚିଲ ତାଙ୍କ ଘରକୁ ଆସିଥିଲା ବୋଲି। ଆଉ ବୁଲବୁଲି ମାଉସୀ ତାର ଘରେ ତାକୁ ଲୁଚାଇ ଦେଲେ କେମିତି। ତାହାପରେ ମେନା ଚଢ଼େଇ କାନ୍ଦି ପକାଏ, ଆଉ ବୁଲବୁଲି ମାଉସୀ କୁହେ, ମାଉସୀ, ମୁଁ ତୁମର ଋଣୀ ହୋଇଗଲି, କେବେ ସୁଝି ପାରିବି ନାହିଁ। ତମେ ମୋର ପୁଅର ଜୀବନ ବଞ୍ଚାଇଛ। ବୁଲବୁଲି ମାଉସୀ କୁହେ, ମେନା ଚଢ଼େଇ, ତୁ ଆଉ ସେଇ ଘରକୁ ଯା ନାହିଁ, କାରଣ ଚିଲର ଥରେ ତମ ଘରେ ନଜର ପଡ଼ିଛି ମାନେ ଚିଲ ତମ ଘରକୁ ପୁଣି ଆସିବ। ତମେ ମାନେ ମୋରି ଘରେ ରୁହ। ମେନା ଚଢ଼େଇ କୁହେ, ବୁଲବୁଲି ମାଉସୀ, ତମେ ମତେ ବହୁତ ସାହାଯ୍ୟ କରିଛ। ମୁଁ ଆଉ କୋଉଠି ଘର କରିକି ରହିଯିବି। ମେନା ଚଢ଼େଇ ତାର ପୁଅକୁ ଧରି ସେଠାରୁ ଚାଲିଯାଏ, ଆଉ ଯେଉଁ ଗଛକୁ ପାଣି ଦେଇଥିଲା ଯାଇ ସେଇ ଗଛରେ ବସେ। ଗଛଟି ମେନା ଚଢ଼େଇ ଦୁଃଖରେ ଅଛି ବୋଲି ମେନା ଚଢ଼େଇକୁ ତାର ଗଛ କରଡ଼ରେ ରହିବା ପାଇଁ ଜାଗା ଦିଏ। ମେନା ଚଢ଼େଇ ତାର ପୁଅ ସାଥିରେ ଖୁସିରେ ସେହି କରଡ଼ରେ ରୁହେ। ଏହିପରି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଓଡ଼ିଆ କାର୍ଟୁନ ବାର୍ଡ଼ ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ ଆଣ୍ଡ ସେୟାର କରନ୍ତୁ ଓ ନୂଆ ନୂଆ ଭିଡ଼ିଓ ଦେଖୁଥାନ୍ତୁ।